ଜାମିନରେ ମୁକୁଳିଲେ ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସ। ଗତକାଲି ସନ୍ଧ୍ୟାରେ ସେ ବ୍ରହ୍ମପୁର ଜେଲ୍ରୁ ବେଲ୍ରେ ବାହାରିଛନ୍ତି। ବ୍ରହ୍ମପୁରରେ ମେ 13 ତାରିଖ ନିର୍ବାଚନ ରାତିରେ ଗଣ୍ଡଗୋଳ ହୋଇଥିଲା। ବ୍ରହ୍ମପୁର ଗୋଷାଣୀ ନୂଆଗାଁର ଏକ ବୁଥ୍ ବାହାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିଲେ ଶିବଶଙ୍କର। ଏହି ମାମଲାରେ ତାଙ୍କୁ ପୋଲିସ ଗିରଫ କରିଥିଲା। ବେଲ୍ରେ ବାହାରିବା ପରେ ପୁଣି ଥରେ ପ୍ରଦୀପଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କୁ ମିଛ ମାମଲାରେ ଫସାଯାଇଥିବା ଅଭିଯୋଗ କରିଛନ୍ତି। ଶିବଶଙ୍କରଙ୍କ ଅଭିଯୋଗ ନେଇ ପ୍ରଦୀପଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। घटना किसी नहीं गाँव में टाइगर बस जाइए माड़ हला किसी अबुझा बना किसी टाइगर पहले माड़ हम भितर गहली अच्छी टाइगर पशिले माड़ हम ना नहीं कहूँ टाइगर विचार कर माड़ होगा गला कौन सी बीजेपी बीजेडी कांग्रेस स्वाधीन सबू मोर समस्त तुले भल संपर्क कौन दल तुले मोर अशांति ना ये पर्सनाली मो सहित लगुच पर्सनाली लगे बोले भोग